ଆସନ୍ତୁ ଜାଣିବା ଗୋଡ଼ ହାତ ଝିମ୍ଝିମ୍ ହେଉଛି କି? ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ ଏହାର କାରଣ ଏବଂ ଚିକିତ୍ସା। ଆପଣଙ୍କ ହାତ ଏବଂ ଗୋଡ଼ ଝିମ୍ଝିମ୍ ହେଉଛି ବା ଝିମା ଖାଉଛି କି? ତେବେ ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହାର କାରଣ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ। ସାଧାରଣତଃ ଆପଣ ଦେଖୁଥିବେ ଆମ ହାତ ଏବଂ ଗୋଡ଼ ଝିମ୍ଝିମ୍ ହୋଇଥାଏ। ଏହା ଟିକେ ସମୟ ପରେ ଠିକ୍ ମଧ୍ୟ ହୋଇଯାଇଥାଏ। ଆମକୁ ଲାଗିଥାଏ କି ଏହା ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇଗଲା, କିନ୍ତୁ କିଛି ଦିନ ପରେ ଏହା ପୁନର୍ବାର ହୋଇଥାଏ। ଏହିପରି ଅନୁଭବ ହୋଇଥାଏ ଯେଉଁପରି ଆମ ଗୋଡ଼ ଏବଂ ହାତରେ ପୋକ ଚାଲୁଅଛି ଏବଂ ଆମକୁ ଚାଲିବାକୁ ମଧ୍ୟ ହାତରେ କିଛି ଧରିବାକୁ କଷ୍ଟ ଅନୁଭବ ହୋଇଥାଏ। କିନ୍ତୁ କିଛି ସମୟ ପରେ ଏହା ପୁଣି ଥରେ ଠିକ୍ ହୋଇଯାଏ। କିନ୍ତୁ କେବେ ବି ନଜରଅନ୍ଦାଜ କରନ୍ତୁ ନାହିଁ। ପ୍ରଥମେ ଆମେ ଜାଣିବା ଏହି ହାତ ଏବଂ ଗୋଡ଼ରେ ଝିମ୍ଝିମ୍ କାହିଁକି ହୋଇଥାଏ। ତେବେ ଏହାର ମୁଖ୍ୟ କାରଣ ହେଉଛି ଶରୀରରେ କ୍ୟାଲସିୟମର ଅଭାବ। ଭିଟାମିନ୍ B12 ମ୍ୟାଗ୍ନେସିୟମ୍ ସର୍ଭାଇଭାଲ୍ ପେନ୍ କାରଣରୁ ଏହି ସମସ୍ୟା ଦେଖାଦେଇଥାଏ। ଏହାଦ୍ୱାରା ଶରୀରରେ ଉଚିତ ଭାବରେ ରକ୍ତ ସଞ୍ଚାଳନ ମଧ୍ୟ ହୋଇପାରିନଥାଏ। ରକ୍ତ ସଞ୍ଚାଳନ ସଠିକ୍ ଭାବେ କରିବା ପାଇଁ ଆପଣ ନିୟମିତ ଭାବେ ଯୋଗ ବା ପ୍ରାଣାୟାମ କରନ୍ତୁ। ତେବେ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଶରୀରରେ ଝିମା ନ ହେଉ, ତେବେ ଭିଟାମିନ୍ B3, ଭିଟାମିନ୍ B12ର ଅଭାବ ହେବାକୁ ଦିଅନ୍ତୁ ନାହିଁ। ଆପଣ ଅଣ୍ଡା, ମାଛ, ଦହି, କ୍ଷୀର ଜାତୀୟ ଖାଦ୍ୟ ଖାଆନ୍ତୁ, ଯାହା ଭିଟାମିନ୍ B12ର ଅଭାବକୁ ପୂରଣ କରିଥାଏ। ଏହା ସହ ଶରୀରରେ ମ୍ୟାଗ୍ନେସିୟମର ଅଭାବ କାରଣରୁ ଏହି ସମସ୍ୟା ହୋଇଥାଏ। ତେବେ ଶରୀରରେ ମ୍ୟାଗ୍ନେସିୟମର ଅଭାବ ପୂରଣ କରିବା ପାଇଁ ଆପଣ ଡ୍ରାଏଫ୍ରୁଟ୍, କ୍ଷୀର, ପନିର, ଛେନା ଆଦି ସେବନ କରନ୍ତୁ। ଏହାଛଡ଼ା ଡାଲଚିନିରେ କ୍ୟାଲସିୟମ୍ ଭରପୁର ମାତ୍ରାରେ ରହିଥାଏ, ଯାହା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ କରିଥାଏ। ଆପଣ ଗାଧୋଇବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ଗାଧାନ୍ତୁ। ଏହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ରକ୍ତକୁ ପତଳା କରିବା ପାଇଁ ଆପଣ ଅଁଳାର ସେବନ ମଧ୍ୟ କରିପାରିବେ। ଏହାଦ୍ୱାରା ଶରୀରରେ କ୍ୟାଲସିୟମର ଅଭାବ ହୋଇନଥାଏ ଏବଂ ଝିମାପଣ ଆସିନଥାଏ। ଏମିତି ନୂଆ ନୂଆ କିଛି କଥା ଜାଣିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଭଲ ଲାଗୁଥିଲେ କମେଣ୍ଟ କରନ୍ତୁ। ରହୁଛି, ନମସ୍କାର।